फाइनाली गोटे सीढ़ी आम पाइलु। तो ये सीढ़ी देखी ऊपर को जीवा को पड़ो कि कष्ट है जगह आसी। हाय फ्रेंड्स, आज गोटे नुआ ब्लॉग सहित आपण मान सामना को आसी। आज आम जाऊँ बांकी बांकीर माँ चर्चिका मंदिर अच्छा आगू को जो पांडव बखरा अच्छी सब प्राय लोक मैंने सब जाऊँ आपने सब देखुवे। तो आम भी से जाऊँ देखिया से जगह आम कि एक्सप्लोर करूँ चेष्टा करुचु कि सेठिकार स्थायी बासिंदा सहित कथा है कि सेठिकार किसी हिस्टोरिकल इनफॉरमेशन आम कलेक्ट करूँ। तेबे आउ देरी न करिक आम स्टार्ट करी आम जर्नी। सो लेट्स गेट स्टार्टेड। तो यह हूँ त्रिशूलिया छक। तो यही छकरू आपण राइट टर्न नेले बांकी रोड आम धरी पार। तो जेहेतु आम सीढ़ी पटू आसु तो ये त्रिशूलिया छकरू आम राइट टर्न नौचु। तापर बांकी रोड धरला पर आप गोटे रोड रे सीधा पूरा जीवे आप बांकी रे पहुँची पारे। तो आम आसी पहुँच अच्छे पांडव बखरा पाखापाखि एरिया रे। तो यही छकरू आम लेफ्ट टर्न नवा। एते ऊपर भाई पूरा एकाधरे आम वाइल्ड लाइफ फोटो मैंने वीडियो सब शूटिंग करते जो कौन से डिस्कवर चैनल तो से भाई लगुच आमको आम जाऊँ। देखु रास्ता कौ भाया आम जाऊँ। आम बर्तमान पहाड़ वाला चली कौ भाया परिश्रम ऊपर उठा हो मोबाइल थोड़े आटा फोटो उठे हाँ हाँ गोटे मीटर पड़े पूरा पहाड़ ऊपर आम चढ़ी तो टोटाल भ्यूटा नौचु टे धईस हो कारण जस्ट सागे सागे पहाड़ पर पहुँची।
ଏଇ ଗୁମ୍ଫା ନା ଅଛି ଭାଲୁ ଗୁମ୍ଫା। ଭାଲୁ ଗୁମ୍ଫା। ଭାଲୁ ଗୁମ୍ଫା। ହଁ ଏଇ ଗୁମ୍ଫା ନା ଅଛି ଭାଲୁ ଗୁମ୍ଫା। ଭାଲୁ ରହେନି, ଭାଲୁ ଭଳି ଆକୃତି ଦୂରରୁ ଦେଖାଯାଉଥିବ ତା ନାଁ ଭାଲୁ ଗୁମ୍ଫା। ଫାଇନାଲି ଆମେ ଆସି ପହଞ୍ଚିଛୁ ଆଜି ପାଣ୍ଡବ ପୋଖରା ପାଖରେ। ତ ଆମେ ବାଙ୍କି ରୋଡ଼ ଦେଇକି ଆମେ ଆସିଲୁ ପାଣ୍ଡବ ପୋଖରାରେ ପହଞ୍ଚିଛୁ। ଆଉ ସେଇଟା କଟକ ଡିଷ୍ଟ୍ରିକ୍ଟ ଭିତରେ ଯାଉଛି। ତ ଆମେ ପାହାଡ଼ ଉପରେ ଚଢ଼ିବାଟା ବହୁତ କଷ୍ଟ ଲାଗିଲା, କାରଣ ସୁବିଧା ବି ନାହିଁ କିଛି ଚଢ଼ିବା ପାଇଁ। ତ ଯେହେତୁ ଏତେ ପପୁଲାର ଜାଗା ହେଇସାରିଲାଣି, ତ ସରକାର ଆଙ୍କ ପ୍ରତି ଟିକେ ନଜର ରଖିବା ଦରକାର, କାରଣ ଏପଟେ ଯେହେତୁ ଲୋକ ଆସୁଛନ୍ତି ବୁଲିବା ପାଇଁ, ଯଦି ଆମ ରାସ୍ତା ଟିକେ ଭଲ ହୁଅନ୍ତା ତାହେଲେ ଆଉ ଟିକେ ଭଲ ହୁଅନ୍ତା, ବହୁତ ଲୋକ ଆସିପାରନ୍ତି ବୁଲିବା ପାଇଁ। ତ ଯେମିତିକି ଆପଣ ଦେଖିପାରୁଛନ୍ତି ପୁରା ବହୁତ ବଡ଼ ସ୍ପେସ୍ ଦେଖୁଛନ୍ତି। ଶୁଣାଯାଉଛି ଯେ ଯେତେବେଳେ ପାଣ୍ଡବମାନେ 12 ବର୍ଷ ବନବାସ ସାରିକି ଗୋଟେ ବର୍ଷ ଅଜ୍ଞାତବାସ କରିଥିଲେ, ତ ସେହି ସମୟରେ ସେମାନେ ଆସିକି ଏଠି ମଧ୍ୟ ରହିଥିଲେ। ଆଉ ସେମାନଙ୍କର ନାମ ଅନୁସାରେ ଏଇ ଜାଗାଟିର ନାମ ପାଣ୍ଡବ ପୋଖରା ବୋଲି କୁହାଯାଉଛି। ତ ବହୁତ ସୁନ୍ଦର ଜାଗାଟେ ହେଇଛି। ଏଠି କିଛି ଶିଳାଲିପି ଆପଣ ମଧ୍ୟ ଦେଖିପାରୁଥିବେ। ତ ଏଥିରୁ ଅନୁମାନ କରାଯାଉଛି କି ପାଣ୍ଡବମାନେ ଏଠି ବାସ କରୁଥାଇପାରନ୍ତି, କିମ୍ବା ତାଙ୍କ ପୂର୍ବରୁ କିଛି ପ୍ରାଚୀନ କାଳର ମଣିଷମାନେ ମଧ୍ୟ ବାସ କରିଥାଇପାରନ୍ତି। ତ ସେ ଯାହା ବି ହେଉ, ଆମେ ତ ଏତେ ଜାଣିନାହୁଁ, କିନ୍ତୁ ବହୁତ ସୁନ୍ଦର ଦେଖାଯାଉଛି, ବହୁତ ସୁନ୍ଦର ଲାଗୁଛି। ୟାଙ୍କୁ ତ୍ରିଶୂଳିଆ ବାବା ବୋଲି କୁହାଯାଉଛି। ତ ଏ ବାବା ବହୁତ ଆଦିମ କାଳରୁ ପୂଜା ପାଉଛନ୍ତି ଏଇ ଜାଗାରେ। ଆଉ ଅନୁମାନ କରାଯାଉଛି କି ପାଣ୍ଡବମାନେ ମଧ୍ୟ ଏ ବାବାଙ୍କୁ ପୂଜା କରୁଥିଲେ। ତ ଆପଣମାନଙ୍କୁ ଯେମିତି ମୁଁ ଷ୍ଟାର୍ଟିଂରୁ କହିଥିଲି କି ଏଠି ପହଞ୍ଚିଲା ପରେ କିଛି ସ୍ଥାୟୀ ବାସିନ୍ଦାଙ୍କ ସହିତ ଆମେ କଥା ହେବା। ତ ସେଥିପାଇଁ ଆମେ ଗୋଟେ ପିଲା ଆମ ପାଖରେ ଅଛି ଯିଏକି ଆମକୁ ବାଟ ଦେଖେଇଛି ଏଠି ଉପରକୁ ଆସିବା ପାଇଁ। ତ ଚାଲନ୍ତୁ ତାଙ୍କ ସହିତ ଟିକେ କଥା ହେବା, ସେ କ'ଣ ଜାଣିଛନ୍ତି ସ୍ଥାୟୀ ଜାଗା ବିଷୟରେ ସେ କିଛି କହିବେ। କ'ଣ କୁହ? ଭାଇ ପ୍ରଦେଶ। ଆଚ୍ଛା, କ'ଣ ଜାଣିଛ ଏ ଜାଗା ବିଷୟରେ? କ'ଣ ଅଜ୍ଞାତବାସରେ ପଞ୍ଚପାଣ୍ଡବ ଏଠି ରହିଥିଲେ ଆସି। ଆଉ ହେଉଛି ଠାକୁର ଚିତ୍ରଶିଳା ବହୁତ ବର୍ଷ ରହିଲାଣି, ଯିଏ ବହୁତ ବର୍ଷର ଏଇଟା ରହିଛି। ଆଉ ପଞ୍ଚପାଣ୍ଡବ ରହିଥିଲେ, ସବୁ ଏଇ ଯେଉଁ ଶିଉଳି ଫିଉଳି ସବୁ ଚିତ୍ରାଙ୍କ କରିଛନ୍ତି। ଆଉ ପଞ୍ଚପାଣ୍ଡବ ରହିଥିଲେ। ଆଉ ଉପରେ କ'ଣ ଅଛି କହୁଛ? ଉପରେ ଭାଇ ଅଛି ଚିତ୍ର, ମାଛ ଚିତ୍ର, ପନିକି ଚିତ୍ର, ଭୀମକୁଣ୍ଡ ସବୁ ଅଛି ଭାଇ। ଭୀମକୁଣ୍ଡ କ'ଣ ତା କାହିଁକି କୁହାଯାଉଛି? ଭାଇ ଏଠି ଭୀମକୁଣ୍ଡ ଆଣ୍ଠୁ ପକେଇକି ହେଉଛି ଆମ ଏଇଠି ଗୋଟେ ଗହିର ଅଛି, ତା ସର ମାରିଥିଲେ। କି ଭୀମ ମାରିଥିଲେ ସର? ହଁ, ଆଣ୍ଠୁ ପକେଇକି। ଏଇଟା ହେଉଛି ଏମିତି ହେଉଛି ଦବି ଯାଇଛି, ଏମିତି କୁଣ୍ଡ ଭଳିଆ ହେଇଯାଇଛି, ସେଇଟାକୁ କହନ୍ତି ଭୀମକୁଣ୍ଡ ଭାଇ। ଉପରେ ଅଛି, ସେଥିରେ ପାଣି ଜମିକି ଦେଖିବ ଜଭର ଅଛି ନା ଗଲେ। ତାଙ୍କ କଥାରୁ ଯାହା ଅନୁମାନ କରାଯାଉଛି, ଆମେ ଉପରକୁ ଆଉ ଯିବା ଆଉ ଟିକେ ପରେ। ତ ସେଠି କ'ଣ ହେଇଛି ନା, ଭୀମ ସେ କହିବା କଥା କି ଭୀମ ଆଣ୍ଠୁ ପକେଇକି ସେ ସର ମାରିଥିଲେ। ଏଇ ଆଗରେ ଆମେ ସିଆଡ଼ୁ ଗୋଟେ ସର ମାରିଥିଲେ, ତ ସେଠି ଗୋଟେ ଖୋଦନ ଭଳିଆ ହେଇଯାଇ, ତ ତାକୁ ସେ ଜାଗାକୁ କ'ଣ କୁହାଯାଏ? ସର କୁହାଯାଏ। ତ ସେ ଜାଗାକୁ ସର ବୋଲି କୁହାଯାଉଛି। ଆଉ ଭୀମ ଯେଉଁ ଆଣ୍ଠୁ ପକେଇଥିଲେ, ତ ସେଠି ଗୋଟେ ଗାଢ଼ ହେଇଯାଇଛି, ତ ସେଇଟାକୁ ଗୋଟେ କୁଣ୍ଡ ଟାଇପ୍ର ହେଇଛି, ତ ତାକୁ ଆମେ ସେଥିପାଇଁ କହୁଛନ୍ତି ଭୀମକୁଣ୍ଡ ବୋଲି। ତ ଆମେ ଯିବା ଆଉ କିଛି ସମୟ ପରେ ଆମେ ଉପରକୁ ଯିବା, ଆପଣଙ୍କୁ ମୁଁ ସବୁ ଦେଖେଇବି। ଆଚ୍ଛା, ଏ କେବେଠୁ ଏଇ ଜିନିଷଟା ମାନେ ବାହାରିଲାଣି ଏଇ ଜାଗାଟା? 5 ବର୍ଷ ହେଇଗଲାଣି ବାହାରିଲାଣି। 5 ବର୍ଷ ହେଇଗଲାଣି। ଆଚ୍ଛା, ତ ଫାଇନାଲି ଗୋଟେ ସିଡ଼ି ଆମେ ପାଇଲୁ। ତ ଏଇ ସିଡ଼ି ଦେଇକି ଉପରକୁ ଯିବାକୁ ପଡ଼ିବ, ନହେଲେ ଏଠି ଯେଉଁ ପାହାଡ଼ ଯେଉଁଭଳିଆ ଅଛି, ଏଠି କୌଣସି ସୁବିଧା ନାହିଁ ଚଢ଼ିକି ଯିବା ପାଇଁ। ତ ଏଇ ଗାଁ ଲୋକମାନେ ତାଙ୍କ ମିଳିତ ଉଦ୍ୟମରେ ଗୋଟେ ସିଡ଼ି ଗୋଟେ କରିଛନ୍ତି ସବୁ ଲୋକଙ୍କୁ ଯିବା ପାଇଁ। ସେଇ ପାହାଡ଼ ଏମିତି ଦେଖିବୁ, ଦେଖିବୁ ସେଇ ପାହାଡ଼ ଭାଇ କି ଭିଉ! ଚଢ଼ିବା ତ ଯେତିକି କଷ୍ଟ, କି କଷ୍ଟ ଏ ଜାଗା ଆସିବା କେମିତି ମାନିବାକୁ ପଡ଼ିବ। ଏପର୍ଯ୍ୟନ୍ତ ବି ଆମେ ପହଞ୍ଚି ପାରିନା, ଅଧାରେ ପହଞ୍ଚି ଆହୁରି ଉପରକୁ ଯିବାର ଅଛି। ଏତିକିରେ ଦେହ କ'ଣ ହେଇଗଲାଣି। ସିଏ ତ ଗୋଟେ ପୁରା ବସିଗଲାଣି, ସେ ଆଉ ଟୋଟାଲି ଉଠି ପାରୁନି। ଆଉ ଭାଇ ନାଇଁ ରେ, ଯିଏ ଭାଇ ଏଇ ଜାଗାକୁ ଆସିବ ବୁଲିବା ପାଇଁ, ଟିକେ ଦମ୍ ନେଇକି ଖାଇ ପିଇକି ମସ୍ତ କରିକି ଆସିଥିବ, ନହେଲେ ହଇରାଣ ହେଇଯିବ, ନହେଲେ ଆଉ ଯାଇପାରିବନି ଉପରକୁ। ତ ଫାଇନାଲି ଆମେ ଆସି ପହଞ୍ଚି ସାରିଛୁ ପୁରା ଉପରେ, ପୁରା ଟପ୍ରେ ପହଞ୍ଚି ସାରିଛୁ। ମୁଁ ଆପଣଙ୍କୁ ଭିୟୁଟା ଦେଖାଉଛି, ଦେଖନ୍ତୁ ପୁରା ମାନେ ପାହାଡ଼ ଟପ୍ରେ, ଆଉ ବହୁତ ସୁନ୍ଦର ଭିୟୁ। ସବୁଠୁ ଡିଫିକଲ୍ଟ ଟପ୍, ମାନେ ଯେତେ ଡିଫିକଲ୍ଟ ଦେଇକି ଆମେ ଚଢ଼ି ଚଢ଼ି ଆସିଲୁ, ସବୁଠୁ ଡିଫିକଲ୍ଟ ହେଲା ଯେତେବେଳେ ମୁଣ୍ଡି ମାନେ ପୁରା ଉପରେ ଟପ୍ରେ ପହଞ୍ଚିବାଟା। ମାନେ କହନ୍ତିନି ମନ୍ଦିର ତୋଳିଲା ବେଳକୁ ସବୁ ଠିକ୍ ଠାକ୍ ଥାଏ, କିନ୍ତୁ ମୁଣ୍ଡି ମାରିବାଟା ହିଁ ସବୁଠୁ କଷ୍ଟ। ଆକ୍ଚୁଆଲି ଆମେ ସତ କଥା ପାହାଡ଼ ଉପରେ ପୁରା ଟପ୍ଟା ପହଞ୍ଚିବାଟା ହିଁ ସବୁଠୁ ଡିଫିକଲ୍ଟ ଲାଗିଲା ଆମକୁ। ଓହଳିକି ଆସିବା ମାନେ ଏତେ ଡେଞ୍ଜରିୟସ୍ ଜାଗା ମୁଁ କେବେ କେଉଁ ଜୀବନରେ କେବେ ଦେଖିନଥିଲି, କେବେ କେଉଁ ଜାଗାକୁ ଯାଇନି। ଫାଇନାଲି
तो फाइनाली आम सक्सेसफुली आम पहुँची सारी ऊपर। तो देखो पूरा भ्यूटा पूरा पहाड़ ऊपर भ्यू देखा। तो देखो ये पूरा महानदी आमर बोची। तो यहाँ कह जाए जे चंदका फॉरेस्ट पाखापाखि एरिया यहाँ महानदी कूले कूले देखी जाइए। तो केते सुंदर लगुच भ्यू। तो फाइनाली आम रिटर्न करुचु पूरा से मुंड पहाड़ पूरा आम आसुचु पूरा गोटे पहाड़ पूरा कभर करूँ। आम फेरुचु माने आमर जो पटे आम चढ़ेलु सेपटे आम ओह्लई पारिया नहीं कहीं सेपटे चढ़ाटा सुविधा कि ओह्लैवाटा कष्ट। तो एपटे ओह्लैवाटा टी सहज बोली आम एपट पटे आसु मैं टोटाली पहाड़टा आम कभर करुचु। तो देखिपे कि जो भ्यू बर्तमान कलाहांडिया मेघ पूरा आकाश घोटी आसलानी सेपटे वर्षा भी होची पहाड़ लगी जाइए। तो एकदम सुंदर दृश्य पूरा ये। तो चलतु आम तले पहुँची सारचु टोटाली से पहाड़ मैंने एक्चुअली कह गले आम दीटा पहाड़ डेई गले आम सेपट पहाड़ पूरा सेपट पहाड़ थेलु सेपट पहाड़ पूरा एपट पहाड़ आम तलक आसिक खसुचु। आज फाइनाली आम तले पहुँचु। आ सब धन्यवाद है से पिला जो पिला से पिला जान माने गाँव जो स्थायी पिलाटा सी आमको बहुत हेल्प करी चढ़ाई ओह्लैवाई बहुत बहुत धन्यवाद। आपड़ जब आसते पिला धरिए सब सब देखे। हाँ सब देखे भल पिला भल स्मार्ट पिलाटा। फाइनाली आम पहुँचलु बांकी माँ चर्चिका मंदिर में आपन को देखा। पूरा टायर्ड हो जाइए पहाड़ चढ़ी पहाड़ ओह्लैवाटा एत सहज कथा नुहे स्पेशली आम आमर एत अभ्यास भी ना पहाड़ चढ़िया। तो फाइनाली शाबाश भल बाण फुटाऊ आम एंट्री बांकी माँ चर्चिका मंदिर में पहुँचु। तो आम भाई ये मंदिर में दर्शन करके किसी अबड़ा यदि मिल आम खाईदे जीवु। मो मंदिर भ्यूटा आपको देखा। यह हूँ एक पत्थर जोटा कि धीरे धीरे बढ़िबार लगी। आ शुणा जाउछि कि माँ चर्चिका यहीठारु प्रथमे बाहरी सेपट मंदिर को जाइथिले। तो फाइनाली आमर आज ट्रिपटा सरला। आम बाकी जो माँ चर्चिका मंदिर दर्शन कलु से जगह आम प्रसाद भी खाइलु। तो खियापिया सरला बुला भी सरला बहुत टायर्ड एवं आम घर को रिटर्न करुचु। तो बहुत मजा लगे बहुत बढ़िया लगे। आपड़ भी दिने आसतु पांडव पोखरा जातु बढ़िया जगह बहुत बढ़िया लगे आपको देखा। आउ मंदिर भी आउ ताठू जस्ट 10-12 किलोमीटर खंड ना 12 किलोमीटर 15 किलोमीटर आगे माँ चर्चिका मंदिर ताको भी दर्शन करके आप जापरेंगे। एवं आज आम रोचु नेक्स्ट देखा आउ गोटे नुआ ब्लॉग रे नुआ वीडियो सहित। टिल देन गुड बाय।